ହ୍ୟାଲୋ ସାଙ୍ଗମାନେ, ମୋର ଆଉ ଗୋଟେ ବ୍ଲଗକୁ ସ୍ୱାଗତ। ଆଜି ମୋ ବ୍ଲଗ ଷ୍ଟାର୍ଟ କରୁଛି ଦୋକାନରୁ। ଦୋକାନରେ ଏବେ କିଛି ଟାଇମ ବସିଲି, ତାପରେ ବାହାରିଲି ମୁଁ ରେଡି ହେବା ପାଇଁ। ଫ୍ରେଶ ହେଇଗଲି ପୁରା ବର୍ତ୍ତମାନ। ଏବେ ତ ନବରାତ୍ର ପୂଜା ଚାଲିଛି, ଯିବା ମା ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିକି ପଳେଇ ଆସିବା। ଦର୍ଶନ କରିକି ଫେରି ଆସିଲି ଏବଂ ଯିବା ପଖାଳ ମାର ଟିକେ କରିଦେବା। ପଖାଳକୁ ଆଳୁ କଷା ଆଉ ଆଳୁ ଭଜା। ବର୍ଷା ଦିନ ହଉଥିବ କି ପଖାଳ ଖାଇଥିବେ, କେମିତି ଲାଗେ କମେଣ୍ଟ ମାଧ୍ୟମରେ କୁହନ୍ତୁ। ତ ବର୍ତ୍ତମାନ ଟିକେ ଖାଇକି ବାହାରି ପଡ଼ିବା, ସ୍କୁଲ ପିଲାମାନଙ୍କୁ ଆଣିବା ପାଇଁ ଟାଇମ ବି ହେଇଗଲାଣି। ତ ମୁଁ ବାହାରି ପଡ଼ିଲି ଖାଇକି। ଏବେ ଯିବା ସ୍କୁଲ ପିଲାମାନଙ୍କୁ ଆଣିବା। ତ ଯିବା ବାଟରେ ଦେଖିଲି କିଛି ଫୁରୁ ବି ବର୍ଷା ଷ୍ଟାର୍ଟ ହେଇଗଲାଣି। କିଛି ଦିନ ଲଘୁଚାପ ଅଛି ବୋଲି ନ୍ୟୁଜରେ ବି ଦେଖାଉଥିଲା। ତ ଆସିକି ପହଞ୍ଚିଗଲି ସ୍କୁଲରେ। ଏବେ ପିଲାମାନଙ୍କ ଦଶହରା ଛୁଟି ହେଇଯାଇ, ତ ସେମାନେ ବି ଖୁସି ହେଇଛନ୍ତି। ସେଥିମଧ୍ୟରେ କହିମିଲ ୟାର ଯାଦୁ ଆସିଲା ଆମ ଟେମ୍ପୋରେ ବସିବା ପାଇଁ। ତ ରିଟର୍ନ ଆସିଲା ପରେ ଦେଖନ୍ତୁ ଜବର ପୁରା ବର୍ଷା ଷ୍ଟାର୍ଟ ହେଇଗଲାଣି। ଗଛ ମଧ୍ୟରେ କୁକୁଡ଼ା ବି ଅଛନ୍ତି ଦେଖନ୍ତୁ। ବର୍ଷା ଟିକେ ଛାଡ଼ିଲା, ଏବେ ଯିବା ମାର୍କେଟ ଟିକେ ଦୋକାନ ପାଇଁ ସାମାନ ଆଣିବା। ସାମାନ ଆଣିକି ଦେଖ ମୁଁ ରିଟର୍ନ ଫେରୁଛି। ତ ଏବେ ମୁଁ ଗାଡ଼ିରେ ସାମାନ ଧରିଲି ଆସିଲି। ତ ଆଜି ପାଇଁ ଏତିକି, ରହିଲି। ଜୟ ଜଗନ୍ନାଥ।